ଖୋର୍ଦ୍ଧା ନରଣଗଡ଼ରେ ଅଘଟଣ ନବବିବାହିତ ମହିଳାଙ୍କର ସନ୍ଦେହଜନକ ମୃତକଙ୍କ ପରିବାର ପକ୍ଷରୁ ଜଙ୍କିଆ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି। ମୃତକ ଜଣକ ଗଡ଼ବଡ଼ପୁର ଗ୍ରାମର ସୁଜାତା ସାହୁ। ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି ରହିଛି। ସୂଚନାରୁ ଜଣାପଡ଼ିଛି ଯେ ଗଡ଼ବଡ଼ପୁର ଗ୍ରାମର ସୁଜାତା ସାହୁଙ୍କର ବିବାହ ନରଣଗଡ଼ ଗ୍ରାମର ରବୀନ୍ଦ୍ର ସାହୁଙ୍କୁ 31 ଜାନୁଆରୀ 2024ରେ ବୈଦିକ ରୀତିରେ ବିବାହ ହୋଇଥିଲା। ବାହାଘର ସମୟରେ ସୁଜାତାର ପରିବାର ଲୋକେ ଯୌତୁକ ବାବଦକୁ 1 ଲକ୍ଷ ଟଙ୍କା ଏବଂ ସୁନା ଗହଣା ଏବଂ ଅନ୍ୟାନ୍ୟ ଆସବାବପତ୍ର 2 ଲକ୍ଷ ଟଙ୍କାର ଦେଇଥିଲେ। ବାହାଘର ପରେ 2 ମାସ ଭଲରେ ଚଳିଲେ। ତାପରେ ସୁଜାତାର ସ୍ୱାମୀ ଏବଂ ତାଙ୍କର ଶାଶୁ ଶ୍ୱଶୁର ଏବଂ ଦିଅର ଅଧିକ 1 ଲକ୍ଷ ଟଙ୍କା ଦାବି କରି ସୁଜାତାକୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ। ଝିଅକୁ ନିର୍ଯାତନା ଦେଉଥିବା ଘଟଣାର ସୁଜାତାର ପରିବାର ଲୋକେ ଖବର ପାଇ ଝିଅ ଘରକୁ ଯାଇ ଜ୍ୱାଇଁ ଶାଶୁ ଶ୍ୱଶୁର ଦିଅରକୁ ବୁଝାସୁଝା କରି ଫେରିଥିଲେ। ତେବେ ଗତକାଲି ସୁଜାତା ଫ୍ୟାନ୍ରେ ରଶି ଲଗାଇ ମୃତ୍ୟୁବରଣ କରିଥିବା ଖବର ଦେଇଥିଲେ ସୁଜାତାର ସ୍ୱାମୀ ରବୀନ୍ଦ୍ର। ଖବର ପାଇ ସୁଜାତାଙ୍କ ପରିବାର ଲୋକେ ପହଞ୍ଚିଲା ବେଳକୁ ସୁଜାତାଙ୍କର ଘର ଫ୍ୟାନ୍ରେ ଏକ ରଶିରେ ଝୁଲି ମୃତ୍ୟୁବରଣ କରିଛି ଏବଂ ତାଙ୍କ ପରିବାର ଲୋକେ ଫେରାର ହୋଇଯାଇଛନ୍ତି। ମୃତକର ପରିବାର ଲୋକେ ଏନେଇ ଜଙ୍କିଆ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଜଙ୍କିଆ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛି। ନିରାକାରପୁର ବାଲୁଙ୍କେଶ୍ୱର ଓଡ଼ିଶା ମୋବାଇଲ ଟିଭି।